ତମେ ଫୁପିଛ ମାନେ ଆମେ ତମକୁ ଖୁପିବୁ, ତମେ ଫୁପିଛ ମାନେ ଆମେ ତମକୁ ଖୁପିବୁ। କଣ କହୁଥିଲି? ପ୍ରକୃତରେ ଭଗବାନ ଅରୂପ ବ୍ରହ୍ମ, ତାକୁ ଭକ୍ତ ଭକ୍ତି ଭାବ ପ୍ରେମ ବିଶ୍ୱାସ ବଳରେ ରୂପ କରେଇଛି। ସେଇ କଥାକୁ କହିନାହାନ୍ତି ପ୍ରକୃତରେ ଭଗବାନଙ୍କର ରୂପ ନାହିଁ, ସେଇ କଥାକୁ ଅଚ୍ୟୁତ କହିଲେ, କହିଲେ ଭାବେ ନିରାକାର ପ୍ରଭୁ ସାକା ରହୁ ମନେ ରଖ ଲମ୍ବୋଦର ବାବୁ, ଭଗବାନଙ୍କର ରୂପ ନାହିଁ, ରେଖ ନାହିଁ, ଭକ୍ତ ଭକ୍ତି ଭାବ ପ୍ରେମ ବିଶ୍ୱାସ ବଳରେ ପ୍ରଭୁଙ୍କୁ ସ୍ୱରୂପ କରା। ସେଦିନ ନଥିଲା ପ୍ରହ୍ଲାଦ ପାଖରେ ଧୂପ ଦୀପ ନୈବେଦ୍ୟ, ଗୋଟିଏ ପଥର ସ୍ତମ୍ଭରୁ ଭଗବାନ ନୃସିଂହ ବାହାର। ଯୋଉ ଯାହାର ଭକ୍ତି ନାହିଁ, ଭାବ ନାହିଁ, ପ୍ରେମ ନାହିଁ, ବିଶ୍ୱାସ ନାହିଁ, ଫୁଲ ଗଦା କଲେ ଶୁଣିବେ ନା। ଭକ୍ତି ଭାବ ପ୍ରେମ ବିଶ୍ୱାସ ବଳରେ ପ୍ରଭୁ ଅରୂପରୁ ରୂପ ହୁଅନ୍ତୁ। ତାହେଲେ ଜଗନ୍ନାଥଙ୍କୁ ନିଜେ ସେଇ ବ୍ରହ୍ମ ତିଆରି କରିଛନ୍ତି, ବିଶ୍ୱକର୍ମା ତିଆରି କରିଛନ୍ତି ମନ୍ଦିରକୁ। ପଚାରୁଥିଲେ ତାଙ୍କରି କଥା ଉପରେ ଚାଲିଯିବା, ବିଶ୍ୱକର୍ମା କଥା ରହିଲା କାଲି କହିବି। ଗେଡୁଆ ସତ୍ୟ ଯୁଗରେ ହିରଣ୍ୟ ହିରଣାକ୍ଷ ହେଲେ, ଜୟ ବିଜୟ ହେଲେ ହିରଣ୍ୟ ହିରଣାକ୍ଷ। କାହିଁକି ହେଲେ ତୁ ଦେଖିବୁ, ସେତେବେଳେ ରାଜାଙ୍କର ଥିଲେ ଦ୍ୱାରପାଳ, ଏବେ ସବୁ ନେତା ମନ୍ତ୍ରୀଙ୍କର ସିକ୍ୟୁରିଟି ଗାର୍ଡ। ଆପଣ ଗୋଟେ ଅସୁବିଧାରେ ପଡିକରି ଯାଇଥିବେ ଦର୍ଶନ କରିବାକୁ, ସିଏ ଘରେ ଥିବେ, ଇଏ ଯିଏ ସବୁ ଜଗିଛନ୍ତି, କୋଉ କ୍ୱାଲିଟିର ଲୋକ ଆସିଛନ୍ତି ସେ ବିଚାର କଲାନି। ଇଏ ଜୟ ବିଜୟ ଥିଲେ ଦ୍ୱାରପାଳ, ସନକ ସନତ ସନାତନ ଋଷି କୁମାର, ସେ ବଢିବେ ନାଇଁ କି କମିବେ ନାଇଁ, ସେ ଏମିତି ରହିଥିଲେ। ସେ ଦର୍ଶନ କରିବାକୁ ଗଲେ ଇଏ ମୂର୍ଖ ଜାଣିନାହାନ୍ତି ଆମେ ବୈକୁଣ୍ଠରେ ଦ୍ୱାରପାଳ, ତାଙ୍କୁ ଦର୍ଶନ କରେଇ ଦେଲେ। ସନକ ସନତ ସନାତନ କଣ ଭଞ୍ଜଙ୍କର କାଲି ବହି ଆଣିବି, ଏଠି ଜିଦି ରଖିବି, ଟଙ୍କା ବାଜି ରହିବ, ମୂର୍ଖାମି ପାଲା ଚଳିବନି। କଲା ବିରୋଧୁ ବିରୋଧୁ ଦ୍ୱାର ମାନି ଆରେ ବାବୁ ଉଦ୍ଭବ ପ୍ରଭାବ କଲୁ। ଭୁଲ କଥା କୁହନା ଲମ୍ବୋଦର ବାବୁ। ସନକ ସନତ ସନାତନ ଚାରିଜଣ ଋଷି କୁମାର ଦର୍ଶନ କରିବାକୁ ଗଲେ। ଆଚ୍ଛା, ଲକ୍ଷ୍ମୀ ନାରାୟଣଙ୍କର ସ୍ତ୍ରୀ, ଆଗ ଲକ୍ଷ୍ମୀ ନାରାୟଣଙ୍କର ସ୍ତ୍ରୀ ଯେତେବେଳେ ହେଲେ, ଇଏ ସିକ୍ୟୁରିଟି ଗାର୍ଡ ଯିଏ, ସେ କଣ ଜାଣିନଥିଲେ? ଆପଣ କୋଟିପତି ଲୋକ, ଯିଏ ଆପଣଙ୍କର ଦ୍ୱାରପାଳ, ଯିଏ ସିକ୍ୟୁରିଟି ଗାର୍ଡ ସାର୍ ସ୍ତ୍ରୀ ବାହାରକୁ ଯାଇଥିବେ, ସିଏ ବାବୁଙ୍କର ସ୍ତ୍ରୀଙ୍କୁ ଚିହ୍ନିଛନ୍ତି। ଆଚ୍ଛା, ସେ ତ ଘରଣୀ ଆଇଲା ବେଳକୁ ସେ ଆପଣା ଛାଏଁ ଖୋଲି ଦେଇଥିବ ଗେଟକୁ, ଫାଟକ ଖୋଲି ଦେଇଥିବ, ଗାଡି ପଡ଼ିବ। ଆଉ ଲକ୍ଷ୍ମୀ କି କାହିଁ ସେ ବାରଣ କରୁଥିଲେ? ଲକ୍ଷ୍ମୀ କଣ ତ ଖାଇବାକୁ ଦେଉନଥିଲେ? ଶୁଣ, ସନକ ସନତ ସନାତନ ଇଏ ଚାରିଜଣ ଋଷି କୁମାର, ମୋ ଆଡକୁ ଯା, ଚାରିଜଣ ଋଷି କୁମାର ଯେତେବେଳେ ପଣ୍ଡିତେ ବିରୋଧ କଲେ, କହିଲେ ବିରୋଧୁ ବିରୋଧୁ ଦ୍ୱାର। ହଁ, ଏଇ ପଦରୁ ଦେଖନ୍ତୁ, ବିରୋଧୁ ବିରୋଧୁ ଦ୍ୱାର ନ ମାନି ସେ ମାନେ ବଳେ ପ୍ରଭାବ ଉଦ୍ଭବ କଲୁ ଆମ୍ଭେବେନି। ଗୋଟେ ସ୍ତ୍ରୀ କି ଯଦି ଅପମାନ ଦବ କର୍ମଚାରୀ, ସେ ତା ସ୍ୱାମୀ କି କହିବ ନା ଅପମାନ ତାକୁ ଅଭିଶାପ ଦବ? କୌଣସି ପୁରୁଷର ସ୍ତ୍ରୀ କି ଆମର ତ लक्ष्मी की पंडिते से विरोध करना सनत सनत सनातन को ये तो ऋषि रागी गले योग्यता नहीं वैकुंठपुर द्वारपाल हबार ये वैकुंठपुर द्वारपाल हो सेमानकर भितरे सा
କ୍ରୁରତା ଅଛି। ମୁଁ ପାଲା ଗାଇ ଆସିଛି, ଅନୁଷ୍ଠାନର କୌଣସି କର୍ମକର୍ତ୍ତାଙ୍କ କଥା ମାନିବିନି। ଆପଣ ମାନେ ଯୋଉ କାମ କଲେ ଆପଣ ଚିଡ଼ିବେ ସେ କାମ କରିବେ। ଯେଡ଼େ ଭଲ ଗାୟକ ହେଲେ ଆପଣ ତ ରଖିବେ ଭତ୍ତା ଦେଇକି ଯା କରିଦେବେ। ଏଠି ଭଗବାନ ବିଷ୍ଣୁ ବିଚାର କଲେ, ଋଷିମୁନି ମାନେ ବିଚାର କଲେ ଏପରି ଅନାର୍ଯ୍ୟଙ୍କୁ କେମିତି ରଖିଛନ୍ତି ଦ୍ୱାରପାଳ, ଇଏ ବୈକୁଣ୍ଠ ପାଇଁ ଉଚିତ ନୁହେଁ। ସେଇଠି ଅଭିଶାପ ଦେଲେ, କହିଲେ ବୋଇଲେ କର୍ପୂର କାନ୍ତି କର୍ପୂର ନିଧିରା ଗୋଟେ କାମ କଲେ ଭଲ ଅନୁଷ୍ଠାନରେ ପଇସା ରହିଯାଆନ୍ତା। ଜିଦି ରଖିଦବା। ସେ ବୈଦେଶ ବିଳାସରୁ ବୋଲିଛନ୍ତି କାଲି ବହିଟାକୁ ଆଣିବା। ପ୍ରକୃତରେ 4 ଜଣ ଋଷି କୁମାର ଅଭିଶାପ ଦେଇଥିଲେ ଜୟ ବିଜୟକୁ କି ଲକ୍ଷ୍ମୀ ଦେଇଥିଲେ। କିଛି ନହେଲେ ଗୋଟିଏ ରାତିରେ ପାଲା ପଇସା ଛାଡ଼ିଦବା। ଏଇଠି ମାଷ୍ଟରିଆ ବୁଦ୍ଧି ଧରା ପଡିଯିବ। ତୁମେ ତ ସ୍କୁଲରେ ପାଠ ପଢେଇଲ, ବେଳ କେତେବେଳେ ତୁମକୁ ଶିଖିବାକୁ? ଓ ବାବୁ, ତା ଦେହରେ ପୁଣି ମଧ୍ୟାହ୍ନ ଭୋଜନ ହିସାବ କରିବ। ଏ ପ୍ରାଇମେରୀ ଟିଚର ଗେଡୁଆ ସେ ଅଭିଶାପ ଦେଲେ ବୈକୁଣ୍ଠପୁରରେ କର୍ପୂର କହିଲେ ରାକ୍ଷସ ବୃତ୍ତି କରିଛ। ଆମେ ଅଭିଶାପ ଦଉଛୁ ତୁମେ ରାକ୍ଷସୀ ଜନିରେ ଜନ୍ମ ନବ। 4 ଜଣ ଋଷି କୁମାର କହିଲେ ବର୍ବରଚିତ କର୍ମ କରିଛ, ତୁମେ ରାକ୍ଷସୀ ଜନିରେ ଜନ୍ମ ନବ। ସେଇଠି ପାଦ ତଳେ ପଡିଗଲେ ଋଷିଙ୍କ ପାଦ ତଳେ ଦୋସ୍ତ ଜୟ ବିଜୟ। କଣ କ୍ଷମା କର। ଜଣେ ଜଣେ ଲୋକଙ୍କର ମାଙ୍କୁନା ଭକ୍ତି, ମାନେ ସେ ଜାଣିଛନ୍ତି ୟାଙ୍କ ପାଖରେ ମୋର କାମ ଅଛି। ଅନ୍ତରରେ ଭକ୍ତି ନଥିବ, କେମିତି କାମ ସାଧନ ହବ, ମିଛରେ ସେମିତି ଭକ୍ତି କରନ୍ତି। ତୁ ସେଇଥିରୁ ଗୋଟିଏ। ସମ୍ମାନସ୍ପଦ ଗାୟକ ମହାଶୟଙ୍କ ଆଲୋଚନାରେ ମୁଗ୍ଧ ହୋଇ ମିଟୁ ଗଜେନ୍ଦ୍ର ବଜାରର ତାଙ୍କର ଭଲ ପରିବା ଦୋକାନ, ସିଏ 100 ଟଙ୍କା ଅର୍ପଣ କରିଛନ୍ତି। ଆଶା କରି ସାଦର ଗ୍ରହଣ କରିବେ। ମିଟୁ ବାବୁଙ୍କର, ଗଜେନ୍ଦ୍ର ବାବୁଙ୍କର। ବାବୁ ଯେତେ ଭାତ ଥାଉ ତରକାରୀ ନହେଲେ ଖାଇ ହବ। ସେ ସଦ୍ୟ ପରିବା ଦେଇକି ଉତ୍ସାହିତ କରିଛନ୍ତି। କେତେ କଷ୍ଟରେ ସେ ଦୂର ଦୂରାନ୍ତରୁ ଆଣିକି ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି। ସେଇ ଗଜେନ୍ଦ୍ର ବାବୁଙ୍କର, ମିଟୁ ବାବୁଙ୍କର ବେପାର ବୃଦ୍ଧି ହଉ, ବାଣିଜ୍ୟ ବସତି ଲକ୍ଷ୍ମୀ ତାଙ୍କ ପାଟିରୁ ସବୁବେଳେ ଗ୍ରାହକ ପାଇଁ ମଧୁର ଭାଷା ବାହାରୁ ଏବଂ ତାଙ୍କର ପରିବା କେବେ ବାସି ନ ହଉ, ଏତିକି ମୋର ନମ୍ର ନିବେଦନ। ବାପା ଟଙ୍କା ସିନା ଦେଲ, ତୁମର କଲ୍ୟାଣକାରୀ ହୁଅନ୍ତୁ ନାରାୟଣ, ଲକ୍ଷ୍ମୀ ବିରାଜିତ ହୁଅନ୍ତୁ। ମୁଁ ଗଲା ବେଳକୁ ମତେ କଲରା ଫଲରା ଟିକେ ଦବ, ନହେଲେ ଇଏ ଖାଲି ପଇସାରେ ହବନି। ସମ୍ମାନସ୍ପଦ ଗାୟକ ମହାଶୟ ତତ୍ସଙ୍ଗେ ସଙ୍ଗେ ସୌଭାଗ୍ୟ ଯିଏକି ଅଟୋ ଗ୍ୟାରେଜ ତାଙ୍କର ଅଛି, ସେ ମଧ୍ୟ 100 ଟଙ୍କା ଦେଇଛନ୍ତି। ସୌଭାଗ୍ୟ, ଆରେ ବାବୁ ସୌଭାଗ୍ୟ ବାବୁଙ୍କର ସେ ଗ୍ୟାରେଜରେ ସେ ସୌଭାଗ୍ୟବାନ ହୁଅନ୍ତୁ। କୌଣସି ଗାଡ଼ି ଚାଳକ ତାଙ୍କ ପାଖରେ ନିରାଶ ହୁଅନ୍ତୁ ନାହିଁ, ସମସ୍ତେ ତାଙ୍କୁ ପ୍ରଶଂସା କରନ୍ତୁ। ସେ ସେମିତି ଯେଉଁମାନେ ଗାଡ଼ି ଗ୍ୟାରେଜ କରନ୍ତି ସେମାନେ ଖାଇବା ଭୁଲି ଯାଆନ୍ତି। ରେ ବାବୁ, ଯଦି ଗୋଟେ ଗାଡ଼ି ସଜାଡୁଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଦେବି। ମୁଁ ପାଲାକୁ ଆସିଛି ଟେକିରି କହୁନି, ବେଳ କହିଲେ ଖାଇବାକୁ ଭୁଲିକିରି ଗାଡ଼ିରେ ଲାଗିଥିବେ। ଠିକ ନା ଭୁଲ? ସେ ତାଙ୍କର କୌଣସି ପେଟ ଜନିତ ରୋଗ ତାଙ୍କର ନ ହଉ, ମହାପ୍ରଭୁ ବିଶ୍ୱକର୍ମା ତାଙ୍କୁ ଧୀରେ ଧୀରେ ତାଙ୍କ ଅଭିଜ୍ଞତା ବଢୁ ବୋଲ ଆନନ୍ଦ କବା। ଲମ୍ବୋଦରକୁ ଦବ ନେଇ ତାକୁ ଆଶୀର୍ବାଦ ଆସେଇ। ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ଶୁଣନ୍ତୁ ତାହେଲେ ଅଭିଶାପ ଦେଲେ ସତ୍ୟ ଯୁଗରେ ପାଦ ତଳେ ପଡିଗଲେ, କହିଲେ ଠିକ ଅଛି ଟିକେ ଦଫା କୋହଳେଇ ଦବା। ଶୁଣ, ଅଭିଶାପ ଦେଇଛୁ ମାନେ ପୁଅ ମୁନି କହିଲେ ଯେହେତୁ ଆମେ ଅଭିଶାପ ଦେଉଛୁ ମୁନି ବାକ୍ୟ ଅଟଳ।
କିନ୍ତୁ ତୁମ ପାଇଁ ଗୋଟିଏ ଉପକାର କରିଛି, ସୁଯୋଗ ଦଉଛି। ତୁମେ ଏଠୁ ଯିବ ମର୍ତ୍ତ୍ୟପୁରରେ ହିରଣ ହିରଣାକ୍ଷ ହବ, ସେଇ ସବୁବେଳେ ଦି ଭାଇ ହଉଥିବ, କିନ୍ତୁ ଗୋଟିଏ ଯୁଗରେ ବ୍ୟତିକ୍ରମ ହବ। ସେଇ ବିଷ୍ଣୁ ଅବତାର ନେବେ, ତାଙ୍କରି ହାତରେ ମରିବ। ପୁନର୍ବାର ଏମିତି 4 ଜନ୍ମ ହେଲା ପରେ ବୈକୁଣ୍ଠକୁ ଫେରି ଆସିବ। ତାଙ୍କରି ବ୍ରହ୍ମବାଣ ତାଙ୍କରି ସେଇ ଧୋଇବି। ଆଚ୍ଛା, ଯେତେବେଳେ ଆପଣଙ୍କ ଥାନାରୁ ଜଣେ ପୋଲିସ ଅଫିସର ଟ୍ରାନ୍ସଫର ହେବେ, ଆଉ ଜଣେ ଅଫିସର ଆସିବେ ନା ନାଇଁ? ଆସିବେ ନାଇଁ? ଆସିବେ। ନେତା ବଦଳିବେ, ମନ୍ତ୍ରୀ ବଦଳିବେ, ଆସନ ଥବ। ଆସନ୍ତା ବର୍ଷକୁ ଯୋଉ ଗାୟକ ଥିଲେ ପାଲା ହେଇଥିଲା, ଏ ବର୍ଷ ଏ ଗାୟକ ଆଇଲେ, ତାପର ବର୍ଷ ଗାୟକ ଆସିବେ, ଗାୟକ ବଦଳେ ମଞ୍ଚ ଥବ। ହେଲେ ଲମ୍ବୋଦର ବାବୁ, ଜୟ ବିଜୟ ଯଦି ଅଭିଶାପ ପାଇକି 4 ଜଣ ଜନ୍ମ ହେଲେ, ତାହେଲେ ବୈକୁଣ୍ଠରେ କିଏ ଦ୍ୱାରପାଳ ରହିଲେ? ତାଙ୍କ 2 ଜଣଙ୍କର ନାମ ଦେବତା ବତାଇ ହେ ମୁଣ୍ଡରେ କେତେ ମସଲା ଅଛି, ସମେତ ଆସ କଷିଦେବ। ତା ମାନେ ପଣ୍ଡିତ, ଇଏ ଯେତେବେଳେ ଅଭିଶାପ ପାଇଲେ, ସସ୍ପେଣ୍ଡ ହେଲା ପରେ ଗୋଟେ ଅଫିସର ସେ ଥାନାରେ କଣ ଆଉ ଜଣେ କିଏ ପୋଷ୍ଟିଂ ହବ ନା? ପୋଷ୍ଟିଂ ହବ? ତାହେଲେ ଏମାନେ ଅଭିଶାପ ପାଇବା ପରେ ପବିତ୍ର ବୈକୁଣ୍ଠପୁରରେ କିଏ ଦ୍ୱାରପାଳ ହେଲେ, ତାଙ୍କ ନାଁଟା ଟିକେ କହିବେ? ସତ୍ୟ ଯୁଗରେ। ଠିକ କହିଲି ନା ଭୁଲ କହିଲି? ସତ୍ୟ ଯୁଗରେ ହେଲେ ହିରଣ୍ୟ ହିରଣାକ୍ଷ। ଭଗବାନ ମାରିଲେ ବରାହ ରୂପରେ, ନରସିଂହ ରୂପରେ। ତ୍ରେତା ଯୁଗରେ ହେଲେ ରାବଣ କୁମ୍ଭକର୍ଣ୍ଣ, ତାଙ୍କୁ ରାମ ମାଇଲେ। ରାମ ମାରିଲେ ବିଷ୍ଣୁ ଅବତାର। ଦ୍ୱାପର ଯୁଗରେ ଶିଶୁପାଳ, ଶଲ୍ୟ ଶିଶୁପାଳ। କଳି ଯୁଗରେ ଜାଗାଇ ମାଧାଇ 2 ଜଣ ଥିଲେ ଅତି ଦୁର୍ଜନ ଗୁଣ୍ଡା, ନାମ ପ୍ରଚାର କରିବାକୁ ଆସିଥିଲେ ଚୈତନ୍ୟ। ସାରେ, ମୁଁ ଏଇଠି ଗୋଟିଏ ସମୟ ଆପଣଙ୍କ ପାଖରେ ନେବି। ଯେତେ ଦିବ୍ୟ ପୁରୁଷ ଶକ୍ତି ପୀଠ ବୁଲନ୍ତି, ଜଗନ୍ନାଥଙ୍କ ଧାମକୁ ଯାଆନ୍ତି, ଯେତେ ବଡ଼ ବାବାଜୀ ହୁଅନ୍ତୁ, ବୈଜ୍ଞାନିକ ହୁଅନ୍ତୁ, ନେତା ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ, ଗାୟକ ହୁଅନ୍ତୁ, ଜଗନ୍ନାଥ ଧାମକୁ ଯାଆନ୍ତି। ସେ ପୁଅ 1510 ଜଣେ ସନ୍ଥ ଆସିଲେ ଶ୍ରୀକ୍ଷେତ୍ର ଧାମ। କଳି ଯୁଗରେ କିଏ 2 ଜଣ କହିବାକୁ ଯାଉଛି? ଦେଖିଲେ ଚାଲିଛି ମହାମନ୍ତ୍ରର ଝଲ ମୂର୍ଚ୍ଛନା। ଆପଣ ମାନଙ୍କ ଗାଁରେ କୀର୍ତ୍ତନ ମଣ୍ଡଳୀ ଥିବ, କୀର୍ତ୍ତନ ସଙ୍ଗୀ ଭାଇମାନେ ଥିବେ। ମହାମନ୍ତ୍ର କାହାକୁ କହିବେ? ମହାମନ୍ତ୍ର ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଇଏ ଓଡିଆ ନା ସଂସ୍କୃତ? ଇଏ ଓଡିଆ। ଓଡିଆ ତ ମନ୍ତ୍ର ହବନି, ମହାମନ୍ତ୍ର କେମିତି ହେଲା? ମୁଁ କହିପାରେ। ଆଜି ବ୍ରାହ୍ମଣ ମାନେ ପଣ୍ଡିତ ମାନେ ଯୋଉ ପୂଜା କଲେ, ସାର୍ ସେ ଓଡିଆରେ ମନ୍ତ୍ର ବୋଲିଲେ ନା ସଂସ୍କୃତରେ? ସଂସ୍କୃତରେ। ବ୍ରାହ୍ମଣ ମାନେ ବୋଲିଲେ ଗଣାନାଙ୍ଗ ଗଣପତି ଗୁଂ ହବା ମହେ, ପ୍ରିୟାନତ୍ତାଂ ପ୍ରିୟାପତି ଗୁଂ ହବା ମହେ, ନିଧିନାଙ୍ଗ ନିଧିପତି ଗୁଂ ହବା ମହେ। ସମାଲୋଚନା କଲେ କଲେ ବ୍ରାହ୍ମଣିଆ। ଯେତେ ଯାତ୍ରାରେ ଭଲ ଭଲ ଭିଲିଆନ ହିରୋ ସବୁ ବ୍ରାହ୍ମଣିଆ। କମେଡିଆନ ବ୍ରାହ୍ମଣିଆ। ଆଉ ତୁମେ ମତେ କହିଲ ବୋଲି ମୁଁ କହୁଛି, ନହେଲେ ମୁଁ କହିନଥାନ୍ତି। ଆଗ ବ୍ରାହ୍ମଣ ଭେଦ ତୁମେ ଆଣିଛ। କଣ ପୁଅ ବୁଝୁଛୁ? ଓଡିଶାର ଧନୀ ଲୋକ ସେଇ ବ୍ରାହ୍ମଣ। ଆଉ ସବୁଠାରୁ ବଡ ବୀର ବ୍ରାହ୍ମଣ, କ୍ଷତ୍ରିୟ ଠାରୁ ବଡ ବୀର ବ୍ରାହ୍ମଣ। 21 ପୃଥିବୀ ନିକ୍ଷତ୍ରୀ କରିଲେ ଯମଦଗ୍ନିକ ନନ୍ଦନରେ। ମୁଁ କହିନଥାନ୍ତି, ଆଗରୁ କେବଳ ପାଲା ଗାଉଥିଲେ ନୈଷ୍ଠିକ ବ୍ରାହ୍ମଣ। ତୁମକୁ କହିଲି ତୁମେ ଏବେ ମନ କର୍ଣ୍ଣ ଦେଇ, ଏପଟେ ବିଶ୍ୱନାଥ ପଟ ଯୋଶୀ ଲୋକନାଥଙ୍କର ସେ 2 ଜଣ ତ ବ୍ରାହ୍ମଣ। ତୁମେ ଘୋଡା ନାଚ କରୁଥିଲ ପଛରେ, ପାଲା କରିଲ ଭିଆଣ। ନହେଲେ କହିଲ ଲକ୍ଷ୍ମୀ ଅଭିଶାପ ଦେଲା।
ଆଙ୍କ ଭାର୍ଯ୍ୟାଙ୍କର ଆଙ୍କର ପଡେନି ଲକ୍ଷ୍ମୀ କଥା କାହିଁ ମୁଣ୍ଡରେ ଆଉ ତମେ ଫୁପିଛ ମାନେ ଆମେ ତମକୁ ଫୁପିବୁ। ଏ ଗେଡୁଆ କଣ କହୁଥିଲି? ଜୟ ବିଜୟ ନା ସେ ଦିବ୍ୟ ପୁରୁଷ ଆସିଲେ ନା ଇଏ କ୍ଷେତ୍ର ଧାମ ୟାକୁ ତା ହାତ ଗୋଡ ବାନ୍ଧିକି ସେଠି ପକେଇବେ। କାହିଁ ପକେଇବେ? ପାଲାରେ ତ ମୁଣ୍ଡ ଅଛି। ଆଚ୍ଛା ଆମେ କେତେ ଜଣ ଆଇଛେ? 6 ଜଣ ଆମେ 5 ଜଣ। ଉକୁଟିଆ ପଇସା ରହୁଛି କଣ ପଇସା ଉକୁଟିଆ ମୁଁ ନେବି। ଆଉ ଯଦି ନ ନେବୁ ତୁ କହିବୁନି ଭୁଲ କାହିଁ କହୁଛୁ? ଆଉ ତାହେଲେ କଣ ଦେଶ? କହିବନି ତୋର ମନେ ପଡୁନି କହିଲେ କଣ ଅଛି? ଆଉ ତାହେଲେ ମନ୍ତ୍ର ହରେ କୃଷ୍ଣ ସେ ଓଡିଆ ନା ସଂସ୍କୃତ? ସାର୍ ମାନେ ଓଡିଆ ନା? ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଓଡିଆ ନା? ଏ ତ ମନ୍ତ୍ର ନୁହଁ। ଆଗର ଅନୁସାର ଅଛି ନା ବିସର୍ଗ ଅଛି ନା ଚନ୍ଦ୍ରବିନ୍ଦୁ ଅଛି ନାଇଁ ସନ୍ଧି ହବ ନା ପ୍ରକୃତି ପ୍ରତ୍ୟୟ ହବ ସମାସ ହବ। ଇଏ ତ ଓଡିଆ ମନ୍ତ୍ର ନୁହଁ। ମହାମନ୍ତ୍ର ମୋ ବାପା କାଟି ପାରିବନି ଏ ମହାମନ୍ତ୍ର ନୁହଁ ବୋଲି। ତାହେଲେ ମହାମନ୍ତ୍ର କେମିତି ମୁଁ ଟିକେ ସୂଚଉଛି। ଦିବ୍ୟ ପୁରୁଷ ଜଣେ ଆସିଲେ ଶ୍ରୀକ୍ଷେତ୍ର ଚାଲିଛି ମହାମନ୍ତ୍ରର ମୂର୍ଚ୍ଛନା। ଦୂରରେ ଥାଇ ଦେଖିଲେ କହିଲେ ଆରେ ତ ମରିବେ ମରିବେ। ଆରେ ସେ ତ ଶ୍ରୀକ୍ଷେତ୍ର ଧାମରେ ପ୍ରଭୁଙ୍କ ପିଠରେ ହରେ କୃଷ୍ଣ 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 ହରେ ହରେ ମହାମନ୍ତ୍ର ଜପିଲେ ମରିବେ କାହିଁକି? ମରିବେ ଜଳନ୍ତା ଅଗ୍ନି ଯାହା ମହାମନ୍ତ୍ର ଆପଣ ମାନେ କହନ୍ତି ହରିନାମ ଯେଉଁ ନର ତାଙ୍କ ଘର ଯିଏ ଠିକ ହରିନାମ ଜପିବେ ସେ କୋଟିପତି ହେବେ। ହରିନାମର ଯଦି ଲୟ ଛନ୍ଦ ତାଳ ଭୁଲ ହେଇଗଲା ଖାଇବା କଣ? ଆରେ ବା ସେ ଦିବ୍ୟ ପୁରୁଷ କହିଲେ ଚଳନ୍ତା ଅଗ୍ନି ଯାହା ମହାମନ୍ତ୍ର ତାହା ଇଏ ମରି ଇଏ କଣ ଡିଙ୍ଗିଟା ପକଉଛନ୍ତି? ତାହେଲେ ମୁଁ ଗୋଟିଏ ପଦ ଆଗ ସୂଚେଇ ଦିଏ ମହାମନ୍ତ୍ରର ମହାତ୍ମ୍ୟ ଟିକେ କହିଦିଏ। କ୍ଷମା କରିବେ ସାର୍ ଇଏ ଓଡିଆ ହେଲେ ବି କେମିତି ମହାମନ୍ତ୍ର ମୁଁ ତା ତରିକାଟା ଶିଖିଛି ମୁଁ ବୁଝେଇ ପାରିବିନି ସାର୍। ମୁଁ ଜଣେ ଭୂଷବନ୍ତ ପାଲାବାଲା ମୁଁ ସାଧକ ନୁହଁ। ଅଚ୍ୟୁତ କହିଲେ ଇଏ ଓଡିଆ ହେଲେ ବି କେମିତି ମହାମନ୍ତ୍ର ଶୁଣୁ। କହିଲା ଇଏ 16 ନାମ 32 ଅକ୍ଷର 16 ନାମ 64 ଗଣ୍ଠି 334 ସିଦ୍ଧ ସାଧକ ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ये महामंत्र हूँ 16टी शब्द बा नाम अक्षर 32 गेरुआ 32 अक्षर को जदि संलग्न करू जोड़ू केतेटा गंठी दरकार? ये किंतु 64 गंठी। जो माने मालाकार माने साधक माने माला गड़ुचन से महामंत्र को जे जपुचंती तार आरोहण कइले उठिबा 100 एटी पाबछ अछि 3टी पाबछ। आज्ञा मंचू को हमें आसिले 3टी पाबछ को अतिक्रम कर पाला सरला पर ओलेला बेलकु से 3टी किंतु सेटी ता नाही। केमति कहला? अच्युत कहिले से आरोहण होची 100 अवरोह होची 334 केमिति